श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि शुक्रवार। आसंतो एही शुक्रवार रे प्रथमे गणेश सरस्वती और देवादेवी जनाण करिबा, तापरे संतोषी माता पुराण आरंभ करिबा। किछि समय हो पछे निश्चय शुणिबाकु चेष्टा करिबे। जय जय गणनाथ गौरी नंदन, जय जय विघ्नेश्वर विघ्न विनाशन, जय जय भगवती मागो वीणा पाणी, जय जय दुर्गा मागो दुर्गति तारिणी, जय जय भोलानाथ भोला महेश्वर, जय जय महाजोगी जोगी जोगेश्वर, जय जय श्रीराम सीतांको श्रीचरण, जय जय राधा कृष्ण श्री राधा रमण, जय जय जदुनाथ जशोदानंदन, जय जय जगन्नाथ जगत बंदन, जय जय सर्वदेवा देवी जोग माया, जय जय दश दिग पाल हुओ साहा, जय जय साधु संत गोमाता ब्राह्मण, जय जय श्री गुरु श्री चरणे शरण, जय जय निज ग्राम देवी संपादेई, जय जय माँ ग्राम देवी को नमयी, जय जय सर्वदेव देवी को शरण, जय जय माँ संतोषी माता को चरण। एबे आसंत शुणिबा संतोषी माता को पुराण। आजिर विषय रही सप्तम शुक्रवार व्रत एवं जयंत पाखरु टंका एवं आगमन। कहउछंती परमेष्टि संतोषी पुराण, अटई पवित्र देवी कथा वस्तुमान, ए पुराण अटे जान नौका सदृश, संसार सागर पार हेबा पाई सत, मन कर्ण एक लय करिबारे शुण, कि होइला देवींकर पर कथा मान, देवींकर परवर्ती कीरति राजी को, आनंद होइण पुण कहई ताहाकू, सपने संतोषी देखा जयंत देइणा, चाली गले निज पुरे आनंदित मन, पूर्व परि निद्रा जाई थिलाटी जयंत, परकु मानस पटे सपन वृत्तांत, रहिथिला गोटी गोटी करिसरा गरे, सजा त्याग जयंत जे गला प्रभात रे, त्याग गला सजा देखी ता प्रिय चाकर, पानी ढाल आनी सेठी थोइला सतोर, पानी ढाल को चाहिण तक्षण जयंत, चिंता कला गत रात्रि सपन वृत्तांत, सत्य किस न होइला जे गत रात्र रे, कि सपन देखिली मु पाहंता पहरे, कहंती अर्धरात्र रे अबा पाहंता रे, देखिबा सपन कथा फलई अचिरे, तेबे किना सेही नारी पासे मोर आसी, कहिला जे बारता सते अबा अछि, सते किबा माता मोर प्राण ठारु प्रिय, पत्नी को मोहर करे कष्ट जे निश्चय,
ସାଧବ ଘରର ବୋହୂ ହୋଇ କରି ସିଏ କାଷ୍ଠ ଆହରଣ ଲାଗି ବଣକୁ କି ଯାଏ। ଏହିପରି ନାନା କଥା ଚିନ୍ତିଣ ମନରେ ହାତ ମୁହଁ ଧୋଇ ଗଲା ପୋଖରୀର ତୀରେ। ସ୍ନାନ କରିଲା ବିଧି ମତେ ଯେ ଜୟନ୍ତ, ଯେଉଁପରି ନିତିଦିନ କରେ ସ୍ନାନ ସତ। ସ୍ନାନ ସାରି ଆସିବାରୁ ନିତିଦିନ ପରି ଜଳଖିଆ ଦେଲାଣି ଖୁସି ହୋଇ କରି। ଥରୁଟିଏ ମାତ୍ର ନିଜ ପାଟିକୁ ସେ ନେଲା, ତହୁଁ କାଶି କାଶି ସବୁ ଭୂଇଁରେ ଥୋଇଲା। ପୁନର୍ବାର ମନ ମଧ୍ୟେ ଜୟନ୍ତ ତକ୍ଷଣ ଚିନ୍ତା କରେ କି କାରଣେ ଏହି ଅଘଟଣ। ମାନ ଆଜି ଘଟୁଅଛି ସତେ ଲୀଳାବତୀ, ମନରେ ଋଣ ସଦା ଦିନ କାଟୁଅଛି। ଧନର ମୋହରେ ଏଠି ବାନ୍ଧି ହୋଇ ମୁହିଁ, 3 ବର୍ଷ ହେଲା କିଛି ସୁଧା ଜାଣି ନାହିଁ। ଘରର ମୁଁ ଭଲ ମନ୍ଦ ଖବର ଅନ୍ତର, ରଖି ନାହିଁ ଦଣ୍ଡେ ସୁଧା ଦେଇନି ପତର। ବାସ୍ତବିକ ବର୍ତ୍ତମାନ ଜାଣୁଅଛି ମୁହିଁ, ସପନ ବୃତ୍ତାନ୍ତ ମାନ ଜୀବ ସତ୍ୟ ହୋଇ। ଥାଉଁ ଥାଉଁ ମୁହିଁହୀନ ପତ୍ନୀକୁ ମୋହର, ନାନା ଭାବେ ହଇରାଣ କରୁଥିଲେ ପୁଣ। ବର୍ତ୍ତମାନ ସହଜରେ ଅଛି ମୁହିଁ ଦୂରେ, କିସ ଦୁଃଖ ସତେ ସିଏ ନ ଭୋଗୁଥିବ ରେ। ମୋତେ ମୋର ଜନ୍ମଦାତ୍ରୀ ଭାଉଜ ସରବେ ଖୋଉଥିଲେ ଉଠାଇଣ ଉଚ୍ଚିଷ୍ଟ ଦରବେ। ବର୍ତ୍ତମାନ ତାକୁ ନିଶ୍ଚେ ସେହିପରି ଭାବ, ମାତା ଭାଉଜ ଇତ୍ୟାଦି କରୁଥିବେ ସର୍ବ। ସତେ ମୋର ଜୀବ ଧନୀ କିସ କରୁଥିବେ, ଭୂଇଁ ପରେ ବସି ଅଶ୍ରୁ ବର ଶୁଣୁଥିବେ। କିଏ ଅବା ତାର ସେହି ଗରମ ଲୋତକ ପୋଛୁଥିବ ଭାବୁଅଛି ଏହା ମୁହିଁ ସତ। ହାଇରେ ମନ୍ଦ ଦଇବ କପାଳେ ତାହାର, ମୋ ପରା କର୍ମା ସ୍ୱାମୀ ହୋଇଲା ସତର। ଏହିପରି ଆନ କେତେ ବାରତା ମନରେ, ଭାବି କରି ଜୟନ୍ତ ଯେ ଉଠିଲା ତକ୍ଷଣେ। ଖାଦ୍ୟକୁ ଖାଇଲା ନାହିଁ ସବୁ ଛାଡ଼ି ଦେଇ, ଅଗଣା ଦୁଆରେ ହାତ ଓ ମୁହଁ ଧୋଇ। ଦେଖି ଏହି ପରିବାର୍ତ୍ତା ବାଳୁତ ଚାକର, ଅତ୍ୟଧିକ ମର୍ମାହତ ହୋଇଲା ସତର। ବୋଇଲାରେ କିସ ମୋର ମାଲିକର ହେଲା, ସକାଳ ପହରୁ ତାଙ୍କ ମୁଖ ଦିଶେ ତୋରା। ଝଟକଇ ମୁଖରେ ଯେ ତାଙ୍କର ଆଶ୍ଚର୍ଯ୍ୟ, ଭାବ ମୁହିଁ କିସ ତାଙ୍କୁ କରିବି ସାହାଯ୍ୟ। ଏପରି ଭାବରେ ନାନା କଥା ସେ ଚାକର, ଚିନ୍ତା କଲା ମନେ ରଖି ମନରେ ସତର। କାଳ ବିଳମ୍ବ ନ କରି ନୀତି ପ୍ରତିଦିନ, ଯେଉଁପରି ବ୍ୟବସାୟ କରଇ ଗମନ। ସେହିପରି ଗଲା ସିଏ ମନ ଦୁଃଖ କରି, ବ୍ୟବସାୟ ଯେଣୁ ତାର ଯିବ ଯେ ଉଜୁଡ଼ି। ଦୋକାନରେ ବିଧି ମତେ ଧୂପ ଆଉ ପାଣି,
ଦେଇ ସର୍ବଶେଷେ ଶିର ନୟନ ପ୍ରଣାମୀ। ବସିଲା ଶିଣ ସେହି ଦୋକାନରେ ନିଜେ, ସ୍ଥାନ ଯେଉଁଠାରେ ଅଟେ ସେହିଠାରେ ଆଜେ। ତଥାପି ମନରେ ତାର ପୂର୍ବର ଭାବନା, ଉଙ୍କି ମାରି ଦୁଃଖ ତାର ହେଉଥାଏ ଜମା। ଏ ବାରତା ଥିବ ତାର ସେହି ପିଲା ଗୋଟି, ନ ଜାଣି ପାରିଲା ଭଲ ଭୋକ ସେ ଚାହାନ୍ତି। କିଛି କ୍ଷଣ ଦୋକାନରେ ମାଲିକର ମୁଖ, ଦେଖିଣ ପୁଛିବା ଲାଗି ସେହି ଯେ ତୁରିତ। ଭାବି କରି ମନ ମଧ୍ୟେ ବୋଇଲା ତକ୍ଷଣ, କି କାରଣେ ଆପଣଙ୍କ ମୁଖଟି ମଳିନ। ଅପରାଧ ମୋ ମାର୍ଜନା କରି ମୋତେ ବାରେ, କୁହନ୍ତୁ ମୋ ଅନୁରୋଧ ଭାବ ସହଦରେ। ସହଦର ପରି ଯଦି ମୋତେ ଭାବୁଥାଅ, ଦୟାକରି ପଚାରଇ ଯାହା ମୋତେ କୁହ। କାହିଁକି ଦିଶଇ ମୁଖ ମଣ୍ଡଳ ମଳିନ, କୁହ କୁହ ଦୟା ବହି ମୋତେ ସେ ବଚନ। ତହୁଁ ଜୟନ୍ତ ସଧିରେ କାନ୍ଦି କଇଁ କଇଁ, କି କହିବି ଘର କଥା ପାଶେ ତୋର ତହିଁ। ତଥାପି ବରଷେ ହେଲା ସହଦର ପରି, ଭାବି ସ୍ନେହ ଆଶୀର୍ବାଦ କରଇଆ ବରି। ସେ ପାଇଁ କି ଅନୁରୋଧ ରକ୍ଷିଣ ତୋର, ଘର କଥା କହୁଅଛି ଅଟେ ସତ୍ୟଗୀର। ମହାଜନ ବନ୍ଧୁ ସାହୁ କୁମାର ବୋଲିଣ, ଭଦ୍ରପୁରେ ଜାଣିଛନ୍ତି ସମସ୍ତେ ଯେ ଜନ। ପରନ୍ତୁ ଆଜି ମୁଁ ତୋତେ କହେ ସତ୍ୟଗୀର, ମୋର ନିଜ ଗ୍ରାମ ହେଜ ଅଟେ ରୁଦ୍ରପୁର। ରୁଦ୍ରପୁରେ ମୋ ଜନମ ପିତା ରଘୁଦାସ, ତାଙ୍କର ଅଟନ୍ତି ଜାଣ କୁମର ଯେ ସାତ। ମୁଁ ତାଙ୍କର ଅଟେ ସାନ କୁମର ଯେ ପୁଣି, ନାମ ମୋହର ଜୟନ୍ତ ମନେ ରଖ ପୁଣି। ଅତି ସ୍ନେହ ବାଲ୍ୟକାଳୁ ଜନନୀ ପିୟର, ବଢ଼ାଇଣ ଅଳସୁଆ କରିଲେ ଆବର। ପରନ୍ତୁ ମୋ ବାହାଘର ଲୀଳାବତୀ ସାଥେ, କରିଦେଲେ ଆଡ଼ମ୍ବର ସହକାରେ ସତେ। କିଛି ଦିନ ଗଲା ଜାଣ ସମସ୍ତେ ଯେପରି, ସାଜିଥାନ୍ତି ଦିନେ ହେଲେ ସେ ପୁରେ ଜାତିରି। ସେହିପରି ପିତା ମୋର ମରଣ ମୁହଁରେ, ଶିକାର ହୋଇଲେ ଜାଣ କହୁଛି ଅଚିରେ। ତହୁଁ ସଡ଼ ଭାଇ ଯାକ ସର୍ବେ ବ୍ୟବସାୟ, କରିଲେ ଏକାକୀ ଜଗି ରହିଲି ମୁଁ ଗୃହ। ଅକସ୍ମାତେ ମାତା ମୋର କାହିଁକି କେଜାଣି, ରାଗେ ଗରଗର ହୋଇ କହିଲେ ଯେବେନି। ତୁମ୍ଭ ପରି ପୁଅ ବୋଉ ରହି ଏହିଠାରେ, ମୋ ଘରକୁ ଜାଣୁଅଛି ଲକ୍ଷ୍ମୀ ଛାଡ଼େ ବାରେ। ଅଳସୁଆ ଅଲକ୍ଷଣୀ କର କିଛି କାମ, ତଥାପି ମୁଁ ନ ଶୁଣିଲା ପରିବାରେ ଜାଣ। ରହିଲି ଯଦ୍ୟପି ମାତା ପ୍ରତିଦିନ ପୁଣି, ଆହାର ଦିଅନ୍ତି ଅଇଁଠା ଗୋଟାଇ ଆଣି। ଭୋକ ଆକୁଳରେ ତାହା ଖାଇ ଯେ ମୁହିଁ, ଯାହା ଲାଗି ତାହା ଦିନେ ଜାଣିଲି ମୁଁ ତହିଁ।
ସିଏ ଅଟେ ପତିବ୍ରତା ସତୀ ପ୍ରିୟ ମୋର। ଦେଖିଲି ମୁଁ ସେହି ବାର୍ତ୍ତା ଏବେ ନିଚକ୍ଷୁର। ସେହି ଦିନ ଠାରୁ ନିଜ ବାସ ତ୍ୟାଗ କରି ଏହି ଭଦ୍ରପୁରକୁ ଯେ କର୍ମଭୂମି କଲି। ଏ ବାରତା ତତକ୍ଷଣି ଜାଣିବା ଆଗରୁ ପତ୍ନୀ କଷ୍ଟ ଗୁରୁ ହୋଇଥିଲା ମୋହ ଠାରୁ। ଘରର ସମସ୍ତ କାମ କରେ ଲୀଳାବତୀ। ଗୁହାଳ ପୋଛଇ ଅଶ୍ରୁ ନେତ୍ର ଢାଳି ନୀତି। କପାଳ ଆଦରି ସୁଖ ପରିତ୍ୟାଗ କରି ଦୁଃଖକୁ ଯେ ଲୀଳାବତୀ ନେଲା ତ ଆଦରି। ପରନ୍ତୁ ସେ ମତ ଦୁଃଖ ନ କରି ବୋଇଲା, ସ୍ୱାମୀ ତୁମ୍ଭେ ଦୂରେ ଯାଅ ନ କରିଣ ହେଳା। ଆସିବା ଦିନ ମୋହର ହସ୍ତ ମୁଦ୍ରିକାଟି ଦେଇଥିଲି ହସ୍ତ ଚିହ୍ନ ତା ପୋଷାକେ ଅଛି। ପୋଷାକରେ ଆଜି ଯାଏ ଅଛି ଯେ ମୋହର, ଗୋବର ଲଗା ହସ୍ତର ଚିହ୍ନଟି ତାହାର। ଅବିଳମ୍ବେ ସମ୍ବାଦ ମୁଁ ପଠାଇବି କହି, ଘର କୋଣ ଚାଲି ଆସି ରହିଗଲି ଏହି। ଗ୍ରାମରେ ବନ୍ଧୁ ସାହୁ ମୋ ନିୟତ ଦେଖିଣ, ବ୍ୟବସାୟ ହସ୍ତେ ମୋର କଲା ସମର୍ପଣ। ପ୍ରଥମରେ ତ ପରି ଏଠାରେ ମୁଁ ଚାକିରି କରିଣ ମାଲିକ ଜାଣ ଏଠି ହୋଇଗଲି। ଚାକର ମାଲିକ ଏହି ପରି ଭାବେ ପୁଣ, ବିତିଗଲାଣି ଯେ 3 ବରଷଟି ଜାଣ। 3 ବର୍ଷ ହେଲା ମୁହିଁ ହେଲା କିସ ଘର, ରଖି ନାହିଁ ଜାଣି ରଖ ଖବର ଅନ୍ତର। ଗତ ରାତ୍ରେ ଦେଖିଲି ମୁଁ ଏକ ନାରୀ ମୂର୍ତ୍ତି, ଆସିଣ ମୋହର ଆଗେ କହିଲା ଝଟତି। ବର୍ତ୍ତମାନ ପର୍ଯ୍ୟନ୍ତେ ଘରକୁ ଖବର ଦେଲୁ ନାହିଁ ଯେଣୁ କିଛି ପତ୍ନୀ ଯେ ତୋହର। ଅତି ଦୁଃଖେ କାଟେ ଦିନ ବିପିନେ ଗମନ, କରି କାଳେ ଆଣେ କାଷ୍ଠ ଗୋଛାକୁ ବୋହିଣ। ସେହି କଥା ଚିଛି ମୁହିଁ କି କରିବି ବୋଲି, କିନ୍ତୁ ଅଛି ମନ ମଧ୍ୟେ ଅତି ଦୁଃଖ କରି। ଅଭାଗିନୀ ମୋତେ ଝୁରି ଝୁରିଣ ନିଶ୍ଚୟ, କାଟୁଥିବ ଦିନ ରାତି ନାହିଁଟି ସନ୍ଦେହ। ଏହା ଶୁଣି ଜୟନ୍ତକୁ ବୋଲଇ ଚାକର, ନ ଚିନ୍ତି ମାଲିକେ ଗିର ଗୋଟି ଶୁଣ ମୋର। 3 ବର୍ଷ ହେଲା ଘରୁ ଆସିଅଛ ଜାଣ, ସେଥିପାଇଁ ଗୃହେ ଯାଅ ମାତ୍ର 2 ଦିନ। ରହି କରି ପୁନର୍ବାର ଏଠାକୁ ଆସିବ, ନହିଲେ ଘର ଖବର କିପରି ଜାଣିବ। ଏହା ଶୁଣି ବୋଲେ ଗିର ଜୟନ୍ତ କୁମାର, ଛାଡ଼ି ବ୍ୟବସାୟ କେଉଁ ପରି ଯିବି ଘର। ହଜାର ହଜାର ଟଙ୍କା ରହିଛି କରଜ, ବାକି କାଳି କେତେ ପୁଣି ଅଛି ମନେ ହେଜ। ଘର ମୋର ଏଠି ବୋଲି ସଦୃଶ ମନରେ, ରହିଅଛି ଭୟ ଜାଣ ଏ ସତ୍ୟ ଗିରରେ। ସତ୍ୟ ଗିର ଗୋଟିଏ ଜାଣି ରଖ ମନେ, ଘରକୁ ଯାଇଛି ବୋଲି ଯଦ୍ୟପି ସେମାନେ ଜାଣିବେ ନିଶ୍ଚୟ ମୋତେ ଫାଙ୍କିବେ ସେ ଅର୍ଥ। ତାହା ଦ୍ୱାରା କି କରିବ ନୁହେଁ କି ଯେ ସତ। ଏହା ଶୁଣି ବୋଲେ ସେହି ଜୟନ୍ତକୁ ପୁଣି,
ନିଶ୍ଚିତ ଅଟଇ ଆପଣାର ଏହି ବାଣୀ। ତେବେ ଆଉ ଡେରି ପ୍ରଭୁ ତୁମ୍ଭେ ନ କରିଣ, ଗୃହକୁ ଖଣ୍ଡିଏ ଚିଠି କର ହେ ପ୍ରେରଣ। ଯଦ୍ୟପି ଟଙ୍କା ପଇସା ସେଠାକୁ ପେଶିବ, ତେବେ ଶୀଘ୍ର ତାହା ବ୍ୟବସ୍ଥା ଯାଅ କରିବ। ମନ ମଧ୍ୟ ଶୁଣି ଏହା ଜୟନ୍ତ ଚିନ୍ତଇ, ଏତେ କଷ୍ଟ ପାଇ ଲୀଳା ଥିବ କିବା ନାହିଁ। ପିତା ଘରେ ଥିବ ଯଦି ଟଙ୍କା ପଠାଇଲେ, ନିଶ୍ଚିତ ଭାବରେ ଟଙ୍କା ଫେରିବଟି ଭଲେ। ତଥାପି କୁଶଳ ବାର୍ତ୍ତା କରି ମୁଁ ପ୍ରଥମ, ପଠାଇବି ଚିଠି ଏକ ଡେରି ନ କରିଣ। ଠିକଣା ଦେବି ସେଥିରେ ଲୀଳାବତୀ ନିଶ୍ଚୟ, ଉତ୍ତର ଲେଖିବ ଏଥେ ନାହିଁ ହେ ସନ୍ଦେହ। ଏତେ ବୋଲି ମନେ ଚିନ୍ତି କହଇ ଜୟନ୍ତ, ଚିଠି ଦେବା ଆଣ ସେହି କାଗଜକୁ ସତ। ସେଠାରେ ଅଛି କଲମ ଆଣରେ ତୁରିତ, ଲେଖିଲେ ପତର ମନ ହେବ ମୋର ଶାନ୍ତ। ଆଦେଶ ପାଇଣ ବାଳ କାଗଜ କଲମ, ଆଣି କରି ଜୟନ୍ତକୁ ଦେଲା ତତ୍କ୍ଷଣ। କାଗଜ କଲମ ଧରି ଜୟନ୍ତ ଚିରେ, ଘରକୁ ପତର ଲେଖି ବସିଲା ଖୁସିରେ। ପ୍ରଥମରେ ଲେଖିଲା ଯେ ଶ୍ରୀହରି ଭରସା, ତାହାପରେ ଆନନ୍ଦରେ ଆରମ୍ଭିଲା ଭାଷା। କଲ୍ୟାଣିଆ ଲୀଳାବତୀ ମୋର ନେବ ସ୍ନେହ, ଜନନୀ ଭାଇ ଭାଉଜେ ପ୍ରଣାମ ନିଶ୍ଚୟ। ଜଣାଇ ଦେବ କହୁଛି ଆବର ମାନଙ୍କୁ, ସ୍ନେହ ମିଶା ଆଶୀର୍ବାଦ ଦେବଟି ତାହାଙ୍କୁ। ବହୁଦିନ ପରେ ଆଜି ଦୀର୍ଘ କାଳ ପରେ, ଲେଖୁଅଛି ପତ୍ର ମୁହିଁ ତୁମ୍ଭ ପାଶେ ଧୀରେ। 3 ବର୍ଷ ଅତୀତରେ ତେଜି ରୁଦ୍ରପୁର, ରହିଅଛି ଆସି କରି ଗ୍ରାମ ଭଦ୍ରପୁର। ଭଦ୍ରପୁରେ ବନ୍ଧୁ ସାହୁ ନାମକ କୁବେର, ଜାତିରେ ଅଟଇ ସେହି ଜାଣିବ ଆବର। ପ୍ରଥମରେ ଚାକିରି ମୁଁ କଲି ତାର ପାଶେ, ବ୍ୟବସାୟ ମୋର ନାମେ ଲେଖିଦେଲା ସେ। ବ୍ୟବସାୟ କରି ମୁହିଁ ଅଛି ଆନନ୍ଦରେ, କୌଣସି ବିପଦ ମୋର ନାହିଁ ଏହିଠାରେ। ତୁମ୍ଭଙ୍କୁ ଛାଡ଼ିଣ ଆସି ଅଛି ବହୁଦିନ, ଭାବିଥିବ ତୁମ୍ଭ ନାମ ପୋଛିଲିଣି ମନୁ। କର୍ମ ବିନା ନ କିଛି ନାହିଁ ଏ ସଂସାରେ, କର୍ମ ସଭିଙ୍କର ଗୁରୁ ଜାଣିବ ଚିରେ। କର୍ମାୟତ୍ତ ଅଟେ ପ୍ରାଣୀ ସେଥିପାଇଁ ମୁହିଁ, ଛାଡ଼ିଲି ଯେ ରୁଦ୍ରପୁର ତୁମ୍ଭଙ୍କୁ ଯେ ତହିଁ। ପତ୍ର ପାଇ ପାଶେ ମୋର ଲେଖିବ ଉତ୍ତର, ଠିକଣା ନିମ୍ନରେ ଲେଖି ଦେଇଛି ମୋହର। ତୁମ୍ଭର ସେଠାରେ ଭଲ ମନ୍ଦ ବା ଯାହା, ଲେଖି ଜଣାଇବ ରାଣ ରହିଲା ମୋ ତାହା। ନ କରିବ ମନ ଦୁଃଖ ଯଦି ତବ ଦୁଃଖ, ବଢ଼ିଥାଏ ମଣିଥିବ ତାକୁ ତୁମେ ସୁଖ। ଅବିଳମ୍ବେ ଉତ୍ତର ମୁଁ ପାଇଲେ ତୁମ୍ଭର, ବ୍ୟବସ୍ଥା ନିଶ୍ଚିତ ଭାବେ କରିବି ସତର। ପତ୍ର ଦେବାରେ ବିଳମ୍ବ
କେବେ ନ କରିବ ତବ ଠିକଣାରେ ନିଶ୍ଚୟ ଚିତା ଉପେଶିବ। ଇତି କଲି ଏତିକିରେ ତୁମ୍ଭ ପ୍ରାଣ ପ୍ରିୟ ଜୟନ୍ତ ଲେଖିଛି ଚିଠି ନ ରଖ ସନ୍ଦେହ। ଏହିପରି ଭାବେ ପତ୍ର କରିଣ ସମ୍ପୂର୍ଣ୍ଣ ରୁଦ୍ରପୁର ଠାକୁ ସିଏ ଦେଲା ପଠାଇଣ। ଏହିପରି ଭାବେ ଏକ ସପ୍ତାହ ମଧ୍ୟରେ ପାଇଗଲା ଲୀଳା ସ୍ୱାମୀ ଚିଠି ଆଦରରେ। ପାଇଣ ସହସା ଏକ ନିଶ୍ୱାସେ ପଢ଼ିଣ ଗଲା ଲୀଳାବତୀ କରି ଆନନ୍ଦିତ ମନ। ପଢ଼ି ସାରି ସ୍ୱାତୀ ତାର ଅଛନ୍ତି ସୁଖରେ ଅତୀବ ସିଏ ଆନନ୍ଦ ହୋଇଲା ଚିରେ। ପୁନର୍ବାର ସ୍ୱାମୀ ତାର ଠିକଣା ନିମ୍ନରେ ଦେଇଛନ୍ତି ପଠାଇଣ ଥିବା ତା ପତ୍ରରେ। ତହିଁ ମଧ୍ୟ ଲେଖିଛନ୍ତି ଦେବାକୁ ଉତ୍ତର। ଆନନ୍ଦ ମନରେ କିସ ଲେଖିବି ଏଥର ସୁଖ ଦୁଃଖ କଥା ସବୁ ତାଙ୍କୁ ଜଣାଇଲେ ବ୍ୟବସ୍ଥା କରିବେ ବୋଲି ଏଠାରେ ଲେଖିଲେ। ତେବେ ମୁହିଁ ଅତି ଦୁଃଖେ ଚଳୁଅଛି ବୋଲି ପତ୍ର ମଧ୍ୟ ଲେଖି କରି ପଠାଇବି ପୁଣି। ତହୁଁ ସେ ନିଶ୍ଚିତ ଭାବେ ଆସିବେ ସତର। ଆସିବେ ହେ ପ୍ରାଣ ପ୍ରିୟ ଏହି ରୁଦ୍ରପୁର। ରୁଦ୍ରପୁର ଠାରେ ଆସି ଦେଲେ ପାଦ ସିଏ ଯିବି ବୋଲିଣ ସାଥିରେ କହିବି ନିଶ୍ଚୟ। ସାଥିରେ ନିଶ୍ଚିତ ଭାବେ ନେବେ ସିଏ ପୁଣ ଅଥବା ଏଠାରେ ସୁଖେ ସ୍ଥାପିଲେ ଆସ୍ଥାନ। ଏହିପରି ନାନା ଚିନ୍ତା କରିଣ ମନରେ ପ୍ରାଣ ପ୍ରିୟ ପାଖୁ ଭାଷା ଲେଖଇ ସୁଖରେ। ଲେଖିଲା ପତ୍ର ଆରମ୍ଭେ ମନେ ରଖ ପୁଣ ଅଟ ହେ ମାତା ସନ୍ତୋଷୀ ପାଦରେ ଶରଣ। ରୁଦ୍ରପୁର ଗ୍ରାମ ତବ ଭାଗିନୀ ଚିଠି ଲେଖୁଅଛି ତୁମ୍ଭ ପତ୍ର ପାଇ ଲୀଳାବତୀ। ଆଦେ ତାର ପ୍ରଣିପାତ ଘେନିବ ସୁଖରେ ଅଛି ମୁଁ ଜାଣିବ ଅତି ଦୁଃଖରେ ଠାରେ। ପତ୍ର ପାଇ ଯେତେ ଶୀଘ୍ର ବ୍ୟବସ୍ଥା କରିବ ଯେଉଁପରି ଏହି ଦାସୀ ଯେ ବଞ୍ଚି ରହିବ। ଆଉ କିଛି ଲେଖିବାକୁ ନାହିଁ ମୋର ଭାଷା ମାତା ସନ୍ତୋଷୀ ତୁମ୍ଭର ହୁଅନ୍ତୁ ଭରସା। ଇତି କଲି ମୁହିଁ ଚିଠି ଅଭାଗିନୀ ଅତି ତୁମ୍ଭ ପ୍ରିୟ ଦାସୀ ମୁହିଁ ଅଟେ ଲୀଳାବତୀ। ଏପରି ଭାବେ ଚିଟାଉ ଲେଖି ଆନନ୍ଦରେ ସ୍ୱାମୀ ପାଶେ ପଠିଆଇ ଦେଲା ଯେ ଅଚିରେ। ଭଦ୍ରପୁରେ ଅନାଇଣ ଜୟନ୍ତ କୁମାର ରହିଥିଲା କେବେ ପୁଣି ଆସିବ ପତର। ଯେସନେ ଚାତକ ଜଳ କଣିକାଏ ପାଇଁ ଉପରକୁ ଷେଣ୍ଢ ଟେକି ବାରିଦେ ଚାହିଁ। ବାରିଦ ବର୍ଷିବା ମାତ୍ରେ କଣ୍ଠ ପର୍ଯ୍ୟନ୍ତ ଜଳପାନ କରି ସେ ଯେ ହୁଏ ଆନନ୍ଦିତ। ଆନନ୍ଦ ହୋଇଣ ନିଜେ କହି ବଚନ ଧନ୍ୟ ଧନ୍ୟ ବାରିଦରେ ତୁ ହି ଧନ୍ୟ ଧନ୍ୟ। ସେହିପରି ବିଟାଳକୁ ପଢ଼ିଣ ଜୟନ୍ତ ଧନ୍ୟ ଧନ୍ୟ କଲା କାତି କାଗଜେ ତୁରିତ। ପାଠ କରି ଜାଣିଲା ସେ ପତ୍ନୀ ଯେ ତାହାର ଅତି ଦୁଃଖେ ରହିଅଛି
କର୍ମସ୍ଥାନେ ତାର ବ୍ୟବସ୍ଥା କରିବା ପାଇଁ ଲେଖିଅଛି ସିଏ ଟଙ୍କା ପଠାଇବ ବୋଲି। ଜୟନ୍ତ ଯେ ମୁହେଁ ବୋଇଲା ସେହି ଚାକର ଟୋକାକୁ ତକ୍ଷଣ ସର୍ବ ଉପରେ ମନଟି ହେଲା ଜାଣ ଧନ୍ୟ। କଥାରେ କହିଲା ପରି ଦଇବ ବିଚାର ଅଟଇଟି ଆନ ପୁଣି ବିଚାର ଜନର। ସେପରି ବ୍ୟବସ୍ଥା କେଉଁ ଅର୍ଥେ ଲୀଳାବତୀ ଲେଖିଲା ତାହା କିନ୍ତୁ ହେଲା ଯେ ଅନ୍ୟ ଗତି। ଜୟନ୍ତ ସାଦରେ ରୁଦ୍ରପୁର ଠିକଣାରେ 500 ଟଙ୍କା ଜାଣ ଲୀଳାର ନାମରେ ପଠିଆଇ ଦେଇ ମନେ ଆଶ୍ୱସ୍ତି ଲଭିଲା। ବିଚାରି ଦୁଃଖିନୀ ସୁଖେ ଚଳିବ ଭାବିଲା। ତାପରେ ସୁବିଧା ଦେଖି ବରଷେ ବିବର୍ଷ ପରେ ଯାଇ ସେଠାବରେ କରିବି ଜାଗୃତ। ଏଠାରୁ ଧୀରେ ଧୀରରେ ବ୍ୟବସାୟ ନେଇ ରୁଦ୍ରପୁରେ ନିଜ ଘରେ କରିବି ଯେ ମୁହିଁ। ଏହିପରି ଭାବେ ଚିନ୍ତି ଟଙ୍କା 500 ଶୁକ୍ରବାର ଦିନ ଲୀଳା ପାଇଲାଟି ସତ। 5-10 ଦିନ ତାର କଟି ଯାଇଥିଲା ତେଣୁ ସପ୍ତମ ବାର ସେହି ଦିନ ହେଲା। ଟଙ୍କା ଓ ପତର ପୁନର୍ବାର ଲୀଳା ପାଇ ମନ ମଧ୍ୟରେ ଅନେକ ଖୁସି ହେଲା ସେହି। ଏଣେ ନିଜ ଶାଶୁ ଯା ଟଙ୍କା ଅଚିଟାଉ ଦେଖିଣ ଯେ ପରିହାସ କଲେ ପାଉ ପାଉ। ରୋଜଗାରୀ ସ୍ୱାମୀ ତୋର ଟଙ୍କା ମୋଟା ଅଙ୍କେ ଦେଇଅଛି ପ୍ରେମ ପତ୍ର ଯା ବୋଲନ୍ତି ସୁଖେ। ସାଧବାଣୀ ବୋଲେ ତୁହି ପରା ଅଲକ୍ଷଣୀ ନ ଚାହିଁବ ମୁହଁ ତୋର ପୁଅ ମୋର ଜାଣି। ଟଙ୍କା ପଠାଇଛି ତୋର ପାଶକୁ ପତର ଦେଇଛି କି କହିବି ମୁଁ ପାଶେ ତ ଆବର। ନିଜର ପୁତୁରା ଆଉ ଝିଆରୀ ସରବେ ଖୁଡ଼ି ମୋର ବଡ଼ ଲୋକ ହୋଇଗଲା ଭାବେ। ବାପା ମୋର ନୂଆ ଖୁଡ଼ି ଆଣିଣ ସରବେ ପତରରେ ତାହା ନିଶ୍ଚେ ପୁଣି ଲେଖିଥିବେ। ଏହି ଥଟ୍ଟା ପରିହାସ କରିଲେ ବହୁତ ସାଧବାଣୀ ପାଶେ ବୋଲେ ତୋର ବଡ଼ାଇତ। ହୋଇଗଲୁ ବୋଲି ଭାବୁଅଛୁ ମନେ ମନେ ଭାବନା ସେ କଥା ତତେ କୁହେ ଭଲ ମନେ। ଏହିପରି ଲୀଳାକୁ ଯେ ଥଟ୍ଟା ପରିହାସ ଯା ପୁଣି ଶାଶୁ ଆଉ ପିଲାଏ ଯେତେକ କରିଲେ ତଥାପି ସେହି ଦିନ ମନ ସ୍ଥିର କରି ଚିଠିକୁ ପଢ଼ିଲା ଅତି ଆନନ୍ଦର। ଚିଠି ପଢ଼ି ପାଗଳିନୀ ପରାୟ ହୋଇଲା ସନ୍ତୋଷୀ ପାଶେ ଯାଇଣ ବହୁତ କାନ୍ଦିଲା। ଏହା ପରବର୍ତ୍ତୀ କଥା କହୁଛି ବୁଝାଇ ଶୁଣ ଶୁଣ ସୁଜ୍ଞ ଜନେ ଆନମନା ନୁହିଁ। ଦେବୀଙ୍କ ଆଜ୍ଞା ନୁହଁଇ ଆଶୀର୍ବାଦ ତାର ପାଥେୟ କରିଣ ଲେଖେ ପୁରାଣ ସତର। ସନ୍ତୋଷୀ ପୁରାଣ ଜାଣ ଅଟଇ ପବିତ୍ର ପଢ଼ିଲେ ଶୁଣିଲେ ପାପ କ୍ଷୟ ହୁଏ ସତ। ପଢ଼ିଣ ଆନ ଜନରେ ଶୁଣାଏ ଯେ ଜନ ଅନ୍ତକାଳେ ସ୍ୱର୍ଗପୁରେ ବସଇଟି ଜାଣ।
জয় জয় মা সন্তোষী বিপদ ভঞ্জনী, দুঃখ দূরিতকারিণী মা অন্নদায়িনী। করুণা কটাক্ষ মাত রখ জগତରେ, রহন্তু এ দেশবাসী আনন্দ মନରେ। ভজে পাদ অরবিন্দ জননী গোতର, কাଳେ কাଳେ ଦାସ ମୂଢ଼ ଏ ଚନ୍ଦ୍ରଶେଖର। ଦେବୀଙ୍କ ପାଖରେ ପୁନର୍ବାର କ୍ରନ୍ଦନ ଏବଂ ମନ୍ଦିରରେ ଲୀଳାର କାଠ ଥୋଇବା। ଏଥୁ ଅନ୍ତେ ଶୁଣ ହେ କୋବିଦ ମଣ୍ଡଳୀ, ପରବର୍ତ୍ତୀ କଥା ସବୁ କହୁଛି ବିସ୍ତାରୀ। ବିସ୍ତାର କରିଣ ସନ୍ତୋଷୀ କିରତି ପୁଣି, କହୁଅଛି ଆନନ୍ଦରେ ଦେବୀ ପାଦ ଗୁଣି। ସପ୍ତମ ଶୁକ୍ରବାର ବ୍ରତର ପାଳନ, ସମୟରେ 500 ଟଙ୍କା ଗମନ। କରିଲା ଲୀଳାର ପାଶେ ଜାଣିଅଛ ସବୁ, ତହୁଁ ଯେଟା ହିଟା ପରା ହେଲା ପୁଣି ସବୁ। ସହ୍ୟ କରି ଥଟାଉ ପରିହାସ ଲୀଳା, କି କରିବ ବୋଲି ଚିନ୍ତା ମନରେ କରିଲା। ଟଙ୍କା ଗମନ ଦେଖି ବୃଦ୍ଧା ସାଧବାଣୀ, ବୋଲଇଆ ଜୀବନକୁ ଯାଅ ନା ତ ପୁଣି। ତହୁଁ ତାକୁ ଘରେ ରଖି ତିଆରି ବୋଇଲା, ଅଲକ୍ଷଣୀ ତୋର ଲାଗି ମୋର ପୁତ୍ର ଗଲା। ନିଶ୍ଚିତରେ ସେ ବିଦେଶ କରିଣ ବିବାହ, ରହିଅଛି ଆନନ୍ଦରେ ଦିଶେ ମୋତେ ମୁହଁ। ଯେପରି କୁମର ମୋର କହୁଛି ଜନନୀ, ଯେମିତି ଛାଡ଼ି ହୁଁ ମୁନି ସେହି ଅଲକ୍ଷଣୀ। ସେ କାଳେ ମୋ ରୋଜଗାର ହୋଇଲା ଅନେକ, ବିଦେଶରେ ଆନନ୍ଦରେ ରହିଛି ମା ଦେଖ। ପ୍ରଥମରେ ଯେବେ ସେହି ଅଲକ୍ଷଣୀଙ୍କର, ଧରିଅଛି ତେବେ ତାକୁ ବାହାର ନ କର। ଘରେ ରଖି ଚାକରାଣୀ ପରି ତାକୁ କରି, ଖଟାଇ ଭୋଜନ ଦେବ ମନଟି ତାହାରି। ନ ଆସିବ ପାଶେ ତୋର ତୋ ମୁଖ ମଣ୍ଡଳ, ଦେଖିବ ନାହିଁ କହୁଛି ଗୋଏ ସତ୍ୟ ଗୀର। ପୁତ୍ର ଗୋଟିଅଟେ ସାନ ମୋର ବୁଦ୍ଧିମନ୍ତ, ଜାଣିଅଛି ବୁଦ୍ଧିହୀନ ନୋହିବ ଜୟନ୍ତ। କଦାପି ସେ ମୁହଁ ତୋର ନ ଚାହିଁବ ତିଳେ, ସତ୍ୟ କରି କହୁଅଛି ମୋ ମନ ମଧ୍ୟରେ। ଏହିପରି ସାଧବାଣୀ ବହୁ କଟୁଗୀର, ଶୁଣାଇଲା ଲୀଳାବତୀ ପାଖରେ ସତୋର। ନାନା କଥା କହି ତାକୁ ଧିକାର କରିଲା, ସବୁ କଥା ଲୀଳାବତୀ ଶୁଣି ନ କାନ୍ଦିଲା। ଏତିକିରେ ନ ସରିଲା କ୍ରନ୍ଦନ ତାହାର, ବେଳୁ ବେଳୁ ତାର ଦୁଃଖ ହୋଇଲାଟି ଘୋର। ଥିଲେ 6 ଯା ପୁଣି ସେ ଲୀଳାବତୀର, ସବୁ କର୍ମ ତୁଟାଇଣ ଆସିଲେ ସତର। ଲୀଳାବତୀକୁ ଡାକିଣ ବସାଇ ପାଖରେ, ଲୀଳାବତୀକୁ ଡାକିଣ ବସାଇ ପାଖରେ। ନିଜ ମନ ଇଚ୍ଛା ସବୁ ତିଆରି ବୋଇଲେ, ବୋଇଲେ ତୁ ମନେ ଆଉ ଚିନ୍ତା ସେ ସ୍ୱାମୀର। କର ନାହିଁ ଶୁଣବାରେ ଆମ୍ଭ ଏହି ଗୀର, ଜୟନ୍ତ ଆମ୍ଭର ଛୋଟ ଅଟଇ ଦିଅର। ଜାଣିଅଛୁ ବାଲ୍ୟ କାଳୁ
ପ୍ରକୃତି ତାହାର। ଯିଏ ଦିନେ ପତ୍ନୀକୁ ତା ଅନ୍ତର ନ କରେ, 3 ବର୍ଷ ହେଲା ଯାଇ ରହେ ବିଦେଶରେ। କହୁଛି ଆମ୍ଭର ମନ ଜୟନ୍ତ ନିଶ୍ଚୟ, କରିଅଛି ବିଦେଶରେ ଘରଟି ନିଶ୍ଚୟ। ସେଠାରେ ଅନେକ କରି ସମାଦରେ, ରଖିଅଛି ନିଶ୍ଚିତ ଯେ ଘରଣୀଟେ ବାରେ। ଯହୁଁ ତୋର ପରିଅଲ କ୍ଷଣୀର ବାରତା, ମନରେ ପଡ଼ିଲା ତାର ଦେଲା ନିଜେ ଭାଷା। ସେଥିପାଇଁ ବାରମ୍ବାର ଏ 15 ଦିନେ ଭାଷା ଆଉ ଟଙ୍କା ପଠାଇଲା ସେ କ୍ଷଣେ। ନ ଆସିବ ମନ ଆମ୍ଭ କହେ ରୁଦ୍ରପୁର, କି କାରଣେ କାନ୍ଦୁ ଆଉ କହଲ ଏଥର। ଏପରି ନାନା ବାରତା ଶୁଣି ଲୀଳାବତୀ, ମନ ମଧ୍ୟ କାନ୍ଦି କାନ୍ଦି ଚିନ୍ତା କଲା ଅତି। ଚିନ୍ତା କରି କଲା ସ୍ଥିର ପତି ପରମେଶ, ଯେପରି କହିଲେ ନୁହଁ ଜାଣଇ ଜୟନ୍ତ। କଦାପି ସେ ଆମ ପତ୍ନୀ ଗୃହୀତା ହୋଇଣ, ନ ରହିଥିବେ ବିଦେଶେ କହେ କରି ପଣ। ନୁହନ୍ତି ସେ ପରି ସିଏ ଦୀର୍ଘ ଦିନ ତାଙ୍କ ସହିତ ମିଶିଣ, ଜାଣି ଅଛି ସବୁ ସତ। ମୋତେ ତେଜି ପତି ମୋର ଅନ୍ୟ କେଉଁ ନାରୀ, ନ କରିବେ ଗ୍ରହଣଟି ଜାଣେ ସତ୍ୟ କରି। ଲେଖିଛନ୍ତି ଯାହା ସିଏ କର୍ମର ଅଧୀନ, ଅଟଇ ଏହି ମଣିଷ କହେ ମୋର ମନ। କର୍ମ ବେଳରେ ଆମ୍ଭେ ଯେ 2 ପରାଣୀ, ଚକର ଚକରି ହେଲୁ ଅତି ଦୁଃଖେ ପୁଣି। ଏହିପରି ବହୁ କଥା ଚିନ୍ତା କଲା କାଳେ, ପୁତୁରା ଝିଆରୀ ଗଣ ପହଞ୍ଚିଲେ ହେଳେ। ମା ଆଉ ଗୋଷୀ ମା ଶିକ୍ଷା ଲାଭ କରି, ଖୁଡ଼ି ପାଶେ ଆନନ୍ଦରେ ବୋଇଲେ ଝାଉଁଳି। ଖୁଡ଼ି ଆମ୍ଭ ଆଜିଠାରୁ ହେଲା ଧନୀ ଝିଅ, ସେ ପାଇଁକି ଆମ୍ଭ ସାଥେ ବାରତା ନ କୁହ। ଖୁଡ଼ିର ଆସିଛି ଆଜି ଟଙ୍କା ପତର, ସେ ପାଇଁ ରାଗରେ ମୁହଁ କରେ ଗର ଗର। ଏହା ଶୁଣି ସାନ ସାନ ପୁତୁରା ଝିଆରୀ ମାନଙ୍କୁ ଅନାଇ ବୋଲେ ଆନନ୍ଦେ ଚତୁରୀ। ବଡ଼ ଲୋକ କେଉଁ ପରି ହେଲିଆରେ ମୁହିଁ, ପାଶେ ମୋର କୋକା ତୁମ୍ଭ ମାନଙ୍କର ନାହିଁ। ପିଲା ତୁମେ ଅଳ୍ପ ଜ୍ଞାନ ଅଟଇ ତୁମ୍ଭର, ସେଥିପାଇଁ କୁହ ମୋତେ ଏହିପରି ଗିର। ପତ୍ନୀ ପାଶେ ଯଦି ତାର ପ୍ରିୟଜନ ଥାଏ, ତେବେ ମନେ ରଖ ଯେତେ ଧନୀ ହେଲେ ସିଏ। ନିର୍ଧନୀ ବୋଲିଣ ନିଜ ମନ ମଧ୍ୟ କହେ, କଥାରେ ରହିଛି କିସ କହୁଛି ଶୁଣ ହେ। 7 ପୁତ୍ର 1 ଛତ୍ର ବୋଲିଣ ଯେ ଜନ, କହୁଛନ୍ତି ସମସ୍ତେ ଯେ ପୁଣି ବିସ୍ତାରିଣ। ଏ ବାରତା ଶୁଣି ବଡ଼ ପୁତୁରା ବୋଇଲା, କକା କେଉଁ ଆଡ଼େ ଗଲେ ନ ଆସନ୍ତି ଭୋଲା। ଆଉ କିବା ଏଇଠାକୁ ନ ଆସିବେ ସିଏ, କୁହ ଜାଣିଥିବ ଖୁଡ଼ି ତୁମ୍ଭେ ତ ନିଶ୍ଚୟ। ଏ ବାରତା ଶୁଣି ଲୀଳା ବହୁ ଦୁଃଖ କଲା,
କଇଁ କଇଁ ହୋଇ କେତେ ମଧ୍ୟ ସେ କାନ୍ଦିଲା। କାନ୍ଦିବା ଦେଖିଣ ତାର ଛୋଟ ପିଲାମାନେ ଚାଲିଗଲେ ସେ ସ୍ଥାନରୁ ପୁଣତ ତକ୍ଷଣେ। ପିଲାମାନେ ଚାଲିଗଲା ଉତ୍ତାରୁ ସେ ବାଳି, କିସ କରିବ ସଭିଏ କରନ୍ତି ଟାଉଳି। କେଉଁଠି ରଖିବ ଏହି 500 ଟଙ୍କା, ଲାଗଇ ଏଠି ରଖିଲେ ମୋତେ ବଡ଼ ଶଙ୍କା। ଏପରି ଭାବିବା କାଳେ ସେହି ସାଧବାଣୀ, ଲୀଳାବତୀ ପାଶେ ପହଞ୍ଚିଲା ତତକ୍ଷଣି। ବୋଇଲା ଲୋ ଲକ୍ଷଣୀ ଟଙ୍କା ପୁଅ ମୋର, ପଠାଇଥିଲା ତୁ କେଣେ ରଖିଛୁ ଆବର। ସେହି ଟଙ୍କା ଅଟେ ମୋର ପୁଅ ରୋଜଗାର, କି କାରଣେ ରଖିଅଛୁ ଦେ ମୋହର କର। ଶାଶୁର ବଚନ ଶୁଣି ଦମ୍ଭେ ଲୀଳାବତୀ, ବୋଇଲା ଜନନୀ କେଣେ କହୁଛ ଏମିତି। କାହିଁକି ମୋତେ ଏପରି ଗିରମାନ କୁହ, ମୋର ନାମେ ଟଙ୍କା ପଠାଇଛନ୍ତି ଯେ ପୁଅ। କାହିଁ ପାଇଁ ଦେବି ମୁହିଁ କୁହ ଗୋ ଜନନୀ, ମୋର ପାଶେ ଥାଉ ଇଏ କରଇ ଦଇନି। ଶୁଣିଏ ବାରତା ସାଧବାଣୀ ଅତି ରୋଷେ, ବସାଇଲା ଗାଲେ ତାର ଚାପୁଡ଼ା ଯେ ଗୋଟେ। ବୋଲେ ଅଲକ୍ଷଣୀ ମୋର ପୁଅ ରୋଜଗାର, ନେବ ବୋଲି କହୁଅଛି ଅତୀବ ସୁନ୍ଦର। ଏପରି ବୋଲିଣ ମନ ଇଚ୍ଛା ମାଡ଼ ମାରି, ଛଡ଼ାଇଣ ନେଲା ଟଙ୍କା ସାଧବାଣୀ ବୁଢ଼ୀ। ତହୁଁ କାନ୍ଦି କାନ୍ଦି ଯାଇ ସେହି ଲୀଳାବତୀ, ଠାକୁରାଣୀ ପାଶେ ଯାଇ କାନ୍ଦିଲା ଝଟତି। କି କଲ ଜନନୀ ତୁମ୍ଭେ କେଣେ ଅକରୁଣା, କର ଦୟାମୟୀ କୃପା ମୋର ଠାରେ ଉଣା। ଏହିପରି କାନ୍ଦି କାନ୍ଦି ଦୁଃଖେ ଲୀଳାବତୀ, ରହିଲା ସେ ଦିନ ଆସି ପହଞ୍ଚିଲା ରାତି। ଶୁକ୍ରବାର ସେହି ଦିନ ବୋଲିଣ ଯେ ପୁଣି, ଉପବାସେ ରାତ୍ର ଯାପନ କଲା ତକ୍ଷଣି। ରାତ୍ରିରେ ଉପବାସରେ ଶୋଇଲା ସେ ବାଳି, କ୍ରମେ ପ୍ରଭାତ ହୋଇଲା ଉଠେ କ୍ଷିପ୍ର କରି। ଭାବିଲା ମନରେ ମୋ ଗତ ଯେ କାଲି ଠାରୁ, କାଠ ଆଣିବା ସରିଲା ବିପିନ ମଧ୍ୟରୁ। ପରନ୍ତୁ ଦୈବର ଜୋରେ ସମସ୍ତ ଜନ, ବନ୍ଧା ହୋଇଥାଏ ଯେହ୍ନେ ଗାଈ ପରିପୂର୍ଣ୍ଣ। ଟଙ୍କାରୁ ଛଡ଼ାଇ ନେଲା ବାରେ ସାଧବାଣୀ, ତାହାପରେ ପରଦିନ ଆସି ବୋଲେ ବାଣୀ। ପୁଅ ମୋର ତୋର ମୁଖ ଆଉ ଯେ କଦାପି, ନ ଦେଖିବ ସତ୍ୟଗିର ମୁହିଁ କହୁଅଛି। ତେଣୁ କରିବ ସାଇଣ ଏଠାବରେ ତୋତେ, ଭୋଜନ ଦେବ ଲୋ ଲକ୍ଷଣୀ କହ ସତେ। ଯଦ୍ୟପି ମୋହର ବୋଲ ମାନି କରି ତୁହି, କରିବୁ ଘର କରମ ତେବେ ଜାଣ ମୁହିଁ। ଘରେ ତୋତେ ରଖି ଗଣ୍ଡେ ଦେବି ମୋ ଭୋଜନ, ନହିଲେ ତୋହର ପଥ ଦେଖ ମୋ ବଚନ। ଶାଶୁର ବଚନ ଶୁଣି ଚିନ୍ତିଲା ତକ୍ଷଣ, ଜନ୍ମସ୍ଥାନ ଛାଡ଼ି ପିତା ଦେଲେ ପଠାଇଣ। ଇଏ ଅଟେ କର୍ମସ୍ଥାନ ଏଠାରେ ଖଟିଲେ, ନ କହିବେ କେହି ମୋତେ ଜାଣ ଏହା ଭଲେ। ଲେଖିଛନ୍ତି ପୁଣି ମୋର ପତି ଚିଟାଉରେ, ସୁଖେ ଦୁଃଖେ ରହିଥିବୁ ସେହି ରୁଦ୍ରପୁରେ। ଏତେ କଷ୍ଟ ସହ୍ୟ କରି ଆଉ କେତେ ଦିନ, କରିବି ସନ୍ତୋଷୀ ମାତା ପୂଜାକୁ ପୂରଣ। ଦେବୀଙ୍କୁ ମି ଜଣାଇବି ଯଦି ସିଏ ମୋର, ବାର୍ତ୍ତାକୁ ନ ବୁଝେ ତିଳେ ପରେ ସତ୍ୟଗିର। ପ୍ରାଣ ନିଶ୍ଚେ ହାରି ଦେବି ଏ ପୋଡ଼ା ପରାଣ, ନ ରଖିବ ପତ୍ରାଳଏ ନ ଯିବଟି ପୁଣ। ଯଦି ପିତ୍ରାଳଏ ଅବା ଭଦ୍ରପୁର ଯାଏ, ଅସତୀ ବୋଲିଣ ଆଖ୍ୟା ଦେବେ ନିଶ୍ଚୟ। ତେବେ ଆସି ହେଲା ମୋର 7 ଶୁକ୍ରବାର, ଆଉ ନ ଗୋଟି ବ୍ରତ ପାଳିବି ସତର। ତାପରେ ଯାହା ମୁଁ କରିବାର ଯେ କରିବି, ଏହି ଗିର ଶାଶ୍ୱତ ଯେ ରହିବ ଏ ଭୁବି। ଏତେ ବୋଲି ଚିନ୍ତା କରି ବୁଢ଼ୀର ଆଗରେ, କହଇ ଜନନୀ କାହିଁ ଯିବି ମୁହିଁ ବାରେ। ଇଏ ମୋର କର୍ମଭୂମି ଏଠାରେ ନିଶ୍ଚୟ, କହିବ ଯାହା କରିବି ନାହିଁଟି ସନ୍ଦେହ। ଏହା ଶୁଣି ବୁଢ଼ୀ ବୋଲେ ପ୍ରତିଦିନ ପୁଣି, ଯେଉଁପରି କରୁଥିଲୁ ସେପରି ତୁ ଜାଣି। ଘରର ଯେ ଯାବତୀୟ
କର୍ମ ସମ୍ପାଦନ କରି ତୁହି ବିପିନକୁ କରିବୁ ଗମନ। ସେଠାରୁ ତୁହି ନିଶ୍ଚିତ କାଠ ଗୋଛାଣି ପକାଇବୁ ଏହି ସ୍ଥାନେ ମୋର କଥା ମାନି। ଯଦି କେବେ ମୋ କଥାକୁ କରୁ ଅବହେଳା ପିଠିରେ ଛିଡ଼ିବ ତୋର ଛାଞ୍ଚୁଣି ପହଁରା। ଏହା ଶୁଣି ଶାଶୁ କଥା ଗୁରୁ ଜ୍ଞାନ କରି ସନମତି ଜଣାଇଲା ମାତା ହିଁ ଯେ ବୋଲି। ତହୁଁ ସେଦିନ ସେ ଲୀଳା କରି ସବୁ କାମ ବିପିନକୁ କାଠ ଲାଗି କରିଲା ଗମନ। ଆଗରୁ ଯେତେକ ଦୁଃଖ ଭୋଗୁଥିଲା ସିଏ ତାଠାରୁ ଅତୀବ କଷ୍ଟ ହୋଇଲା ଟିଏ। କାଠ ଗୋଟି ବିପିନର କାଠ ଘେନି ଲୀଳା ପ୍ରତିଦିନ ରୁଦ୍ରପୁରେ ଦୁଃଖରେ ରହିଲା। ସାଧବାଣୀ ମନମୁଖୀ ଶାସନ ତାପରେ ଅତିରିକ୍ତ କଷ୍ଟ ଜାଣ ହୋଇଲା ତାହାରେ। ଅତି ଦୁଃଖ କଷ୍ଟ ଭରେ ସେହି ସାଧବାଣୀ ଚଳାଇଲା ଲୀଳାବତୀକୁ ଯେ ଜାଣ ପୁଣି। ତା ଛଡ଼ା ପିଲାଠାରୁ ଯେ ଆରମ୍ଭ କରିଣ ଶାଶୁ ଯା ମାନେ ଥଟ୍ଟା କରନ୍ତି ଯେ ପୁଣ। ଏପରି ଭାବରେ 5 ଦିନ ଚାଲିଗଲା। ଗୁରୁବାର ଆନନ୍ଦରେ ପ୍ରବେଶ ହୋଇଲା। ପ୍ରତି ଗୁରୁବାର ପରି ସେଦିନ ହାଟକୁ ନେଣ ବିକିଲା ସେହି ଯେ କାଠ ଗୋଛାକୁ। କାଠ ଅଣା ପାଇ ସେ ହୋ ଗୁଡ଼ ଆଉ ଚଣା କିଣି କରି ଆନନ୍ଦରେ ଲୀଳା ଚଳିଗଲା। ଗୃହରେ ପହଞ୍ଚି ଦେଖେ ବିଳମ୍ବ ହେଲାରୁ ଶାଶୁ ବୁଢ଼ୀ ବିରତି ହେଲା ଖାଦ୍ୟ ଦେବାରୁ। ଉପବାସେ କାନ୍ଦି କାନ୍ଦି ଗୁରୁବାର ଦିନ ରାତ୍ର କଟାଇଲା ପ୍ରଭାତ ଯାକେ ଯେ ପୁଣ। ଶୁକ୍ରବାର ପ୍ରଭାତରେ ଉଠି ନିତ୍ୟ କର୍ମ ଶେଷ କରି ପହଞ୍ଚିଲା ଆନନ୍ଦ ହୋଇଣ। ଦେବୀ ପାଶେ ବିଧି ମତେ ପୂଜାର୍ଚ୍ଚନା କରି ବଣକୁ ବାହାରିଲା ସେ ନିତିଦିନ ପରି। ବିପିନ ମଧ୍ୟକୁ ଯିବା କାଳେ ତା ପଥରେ ମନ୍ଦିର ପଡ଼ୋଇ ଯେଣୁ ଚଳିଲା ମନ୍ଦିରେ। ମନ୍ଦିରରେ ସଭକ୍ତିରେ ସେହି ଲୀଳାବତୀ ଜଣାଇଲା ହସ୍ତାଞ୍ଜଳି ପୁଟରେ ପ୍ରଣତି। ପ୍ରଣତି ଯେ ଜଣାଇଣ ହୋଇଲା ଦୁଃଖିତା କ୍ରନ୍ଦନ କରି ଦେବୀଙ୍କୁ ବୋଇଲା ଯେ ଭାଷା। କି କଲୁ ଜନନୀ ମୁହିଁ ଚାହିଁଥିଲି କିସ ଟଙ୍କା ଓ ପଇସା ପାଇଁ ଦେଲୁ ଗୋ ଆଦେଶ। କି ହୋଇବ ଧନ ମୋର ଧନେ ପ୍ରୟୋଜନ କି ସମା ସନ୍ତୋଷୀ କହ ଶୁଣି ମୋ ବଚନ। କାହିଁକି ଏପରି ମୋତେ କରୁ ଉପହାସ କି କାରଣେ ଜନନୀ ଗୋ ଢାଳୁ ମୁହେଁ ବିଷ। ଚାହେଁ ନା ମୁଁ ଟଙ୍କା ସୁନା ହୋଇବାକୁ ଧନୀ ପ୍ରୟୋଜନ ମୋର ଏକ ଜାଣ ସେହି ସ୍ୱାମୀ। ଜନନୀ ଗୋ ଯଦି ମୋର ସ୍ୱାମୀ ପାଶେ ମୋର ନ ଆସିବ ଆତ୍ମହତ୍ୟା କରିବି ସତୋର। ସଂସାରେ ତ ଯଶ ନହିଁ ଅଯଶ ହୋଇବ ଗଣେଶ ନନ୍ଦିନୀ ନାମ ପବିତ୍ର ହେବ। ଏହିପରି ଦୁଃଖ ମନେ କାନ୍ଦି କାନ୍ଦି ଲୀଳା ବନସ୍ଥକୁ କାଠ କାଟିବା ଆଶାରେ ଗଲା। ବଣେ କାଠ କାଟି ସେହି ଚାଲିଲା ଘରକୁ। ଘରେ ଯାଇ ଯଥାସ୍ଥାନେ ରଖିଲା କାଠକୁ। ଯଥାସ୍ଥାନେ କାଠ ରଖି ବୋଇଲା ଜନନୀ ସଢ଼େଇରେ ମୋତେ ମୁନ୍ଦେ ଦିଅ ପାଣି ଆଣି। ପୁତୁରା ଗୋଟିଏ ଶୁଣି ଖୁଡ଼ିଙ୍କର ଗିର ଗିଲାସରେ ପାଣି ଆଣି ଦେଲା ଯେ ସତୋର। ତୃଷା ବିକଳରେ ଲୀଳା ପିଇବା ନିମିତ୍ତ ବଢ଼ାଇଲା ଗିଲାସକୁ ନେବା ପାଇଁ ହାତ। କାହିଁ ଥିଲା ସେହି ବୁଢ଼ୀ ବିଜୁଳି ଯେ ସନ ଆସି ଗିଲାସକୁ ନେଇ ବୋଲଇ ବଚନ। ଅଲକ୍ଷଣୀ ତୋର ସଙ୍ଗେ ବହପ ବହୁତ ଗିଲାସରେ ପାଣି ପିଇବାକୁ କରୁଚିତ। ନେଇ ସଢ଼େଇରେ ପିଅ ତୁହି ପାଣି ଏଥିରେ ପିଇଲେ ଅମୃତ ଯେ ହେବ ଜାଣି।
କିଛି ଆଉ ନ କହିଣ ନିତିଦିନ ପରି ସଢ଼େଇ କଜଳ ପିଏ କପାଳ ଆଦରି ମାତାଙ୍କର ନୈବେଦ୍ୟ ସୋଲା ଗୁଡ଼ ଯାହା ଖାଇ କରି ରାତି କାଳେ ବିଶ୍ରାମିଲା ତାହା ଏହା ପରେ କିସ ହେଲା ଶୁଣ ମନ ଦେଇ ସନ୍ତୋଷୀ ମନରେ ଚିନ୍ତା କଲେ ମହାମାଇ ବାସ୍ତବିକ କାନ୍ଦି କାନ୍ଦି ଦୁଃଖିନୀ ଯେ ନାରୀ କହିଗଲା ଯାହା ତାହା ସତ୍ୟ ଅଟେ ପୁଣି ପ୍ରତିପାଳନ ପୂର୍ବରୁ ମାନସ ତାହାର ସ୍ୱାମୀ ଆଗମନ ଆଉ ହୋଇବ କୁମର ପରନ୍ତୁ ତାହାର ଲୋଭ ନାହିଁ ଧନ ପ୍ରତି କି କାରଣେ ଏହି ଗିର ହୋଇଲା ଝଟତି ଯଶକୁ ବିସ୍ତାର ଲାଗି ଆଣିଲି ମର୍ତ୍ତ୍ୟରେ ଆତ୍ମହତ୍ୟା କରେ ଯଦି ଲୀଳା ଯେ ଅଚିରେ ଯଶ ପରିବର୍ତ୍ତେ ମର୍ତ୍ତେ ଅଯଶ ମୋହର ବ୍ୟାପିବ ନିଶ୍ଚିତ ଭାବେ ବୋଲେ ସତ୍ୟ ଗିର ତେବେ ମୁହିଁ ସ୍ୱପ୍ନେ ୟାକୁ ଦର୍ଶନ ଦେଇ ଆଶ୍ୱାସନା ବାଣୀ ମାନ ଥିବଟି ଶୁଣାଇ ତାହାପରେ ମୋର କର୍ମ ମୁହିଁ କରି ଯିବି ଯେମିତି ମର୍ତ୍ତ୍ୟ ମଣ୍ଡଳେ କିରତି ରଖିବି ଏହିପରି ଚିନ୍ତା କରି ମନ୍ଦିର ସନ୍ତୋଷୀ ବାହାରିଣ ରୁଦ୍ରପୁରେ ପହଞ୍ଚିଲେ ଆସି ଦେଖିଲେ ଆନନ୍ଦ ମନେ ଶୋଇଛି ଯେ ଲୀଳା ଅତିରିକ୍ତ ନିଦ ତାର ବେନି ନେତ୍ରେ ପରା ତହୁଁ ମହାଦେବୀ ନିଜ ରୂପରେ ଦର୍ଶନ ଲୀଳାବତୀକୁ ସପନେ ଦେଲେ ତତ୍କ୍ଷଣ ସ୍ୱପ୍ନାବିଷ୍ଟ ଚିତ୍ତ ହୋଇ ସୁଖେ ଲୀଳାବତୀ ଉଠିଣ ଦେବୀଙ୍କ ପାଦେ ଢାଳିଲା ପ୍ରଣତି ତହୁଁ କାନ୍ଦି କାନ୍ଦି କହେ କୁହ ଗୋ ଜନନୀ ଚାହୁଁଥିଲି ତାହା କଲେ ବିପରୀତ ପୁଣି କି କାରଣେ ବିପରୀତ କରିଲ ସନ୍ତୋଷୀ ଟଙ୍କା ପଇସାରେ ମୁହିଁ ନ ହୋଇବି ଖୁସି ତହୁଁ ଦେବୀ ହସି ହସି ବୋଲନ୍ତି ବଚନ ସ୍ୱାମୀ ପାଶେ ନିଜ ଦୁଃଖ ବିସ୍ତାରିଲେ କ୍ଷୀଣ ଚିଠାଉ ପଠାଇ ସିଏ ଆସିବ ନିଶ୍ଚୟ ଅଟେ ସତ୍ୟ ଗିର ଏହି ନକର ସନ୍ଦେହ 8 ଗୋଟି ଶୁକ୍ରବାର ମାତ୍ର ହୋଇଅଛି ଆହୁରି 8ଟି ତୋର ବାକି ରହିଅଛି କହୁଛି ମୁଁ ଶୁଣ ଲୀଳା ମୋ ସତ୍ୟ ବଚନ ସ୍ୱାମୀ ସହିତ ନିଶ୍ଚୟ ଯେ ଉଦ୍ଯାପନ ପତି ସାଥେ କରିବ ମୋ ଗିର ପହଞ୍ଚିବ ଆସି ସ୍ୱାମୀ ଜାଣଲୋ ତୋହର ବିଧି ମତେ କର ପୂଜା କହୁଅଛି ମୁହିଁ ଆନ ବ୍ୟବସ୍ଥା ଯାଉଛି ମୁହିଁ କରିବଇଁ ଏମିତି ଭାବରେ ଦେବୀ ଲୀଳାକୁ କହିଣ ଗୃହ ମଧ୍ୟ ତତକାଳେ ହେଲେ ଅନ୍ତର୍ଧ୍ୟାନ ଯେଉଁପରି ଶୋଇଥିଲା ଲୀଳା ସେହିପରି ସୁଖ ନିଦ୍ରା ଚାଲିଗଲା ଶଯ୍ୟାର ଉପରି ପରଦିନ ପ୍ରଭାତରେ ଉଠିଣ ମନରେ ସ୍ୱପ୍ନ ବୃତ୍ତାନ୍ତକୁ ସୁଖେ ଚିନ୍ତା करे ବାରେ ସପନ ବୃତ୍ତାନ୍ତ ଚିନ୍ତି ଦମ୍ଭ କରି ମନ କରିଲା କରମ ଶୁଣି ଦୁଃଖକୁ ସହିଣ ଦେବୀଙ୍କ କହିବା ପରି ପତରେ ଲେଖିଣ ସ୍ୱାମୀ ପାଶେ ଦେଲା ନିଜ ଦୁଃଖ ବିସ୍ତାରିଣ ବୋଇଲା ପ୍ରେରିତ ତୁମ୍ଭ ଟଙ୍କା ଓ ପଇସା ଛଡ଼ାଇଣ ନେଲେ ତବ ଜନନୀ ସହସା ଆଗଠାରୁ ଗରୁ ହେଲାଣି ମୋ ଦୁଃଖ ଭାର ପ୍ରତିଦିନ କାଠ ଆଣେ ବନେ ନିରନ୍ତର ଜାଣିବ ଦୁଃଖରେ ଅଛି ପତର ପାଇଣ ନିଶ୍ଚିତ ଭାବରେ ଏଠି ଆସିବଟି ପୁଣ ନ ଆସିଲେ ପ୍ରିୟତମା ଲୀଳାବତୀ ତବ ନିଶ୍ଚିତ ଭାବରେ ଜାଣ ମରଣ ବରିବ ପତ୍ର ଯେତେ ଶୀଘ୍ର ପାଇ ନ କରି ବିଳମ୍ବ ଆସିବ ପଥକୁ ଚାହିଁ ରହିଲି ଯେ ତବ ଏହିପରି ଚିଠି ଲେଖି ଲୀଳାବତୀ ସୁଖେ ପଠାଇଲା ସ୍ୱାମୀ ପାଖକୁ ଯେ ଅତି ତୋଷେ ସେ ପତ୍ର ପାଇଣ ଜୟନ୍ତ ପାଖରେ ପୁଣ ପହଞ୍ଚିଲା ଆନନ୍ଦିତ କଲା ସିଏ ମନ ପତ୍ର ପାଠ କରି ନିଜ ମନ ବିଚଳିତ କରିଲା ଜୟନ୍ତ ପତ୍ର ବାକ୍ୟ କିବା ସତ୍ୟ ସତ୍ୟ ଯଦି ହୋଇଥାଏ ପ୍ରିୟତମା ମୋର ହାରିଦେବ ପ୍ରାଣ ଦେଖା ନ ପାଇ ମୋହର ଏଠାରୁ ମାରିଲେ ଗୋରୁ ହତ୍ୟା ରୂପେ ପୁଣି ଚାଲିଯିବ ବ୍ୟବସାୟ ଭାବ ଇଟି ଜାଣି
ତେଣୁ ବ୍ରହ୍ମ ହତ୍ୟା ପରି ନାଶ ଯିବ ପତ୍ନୀ। କି କରିବି ମନେ ଆଉ ଚିନ୍ତା ଯେ ପାରୁନି। ଏମିତି ଭାବରେ କରି ଭାବନା ଜୟନ୍ତ ବିତାଇଲା ମନେ ରଖ ତାର ଏକମାତ୍ର। କି କରିବି ବୋଲି ସ୍ଥିର ମନର ମଧ୍ୟରେ ନ କରି ପାରିଲା ମନେ ରଖ ଏହା ବାରେ। ଦ୍ୱାଦଶ ଶୁକ୍ରବାରକୁ କରିଣ ସେ ବାଳି ମାତା ପାଶେ ଜଣାଇଲା ପୁଣି ନିଜ ଅଳି। ଚାହୁଁ ଚାହୁଁ ମାସ ଏକ ଜନନୀ ମୋହର ଅତିବାହିତ ହେଲାଣି ପୁଣି ଯେ ସତର। କେବେ ମୋର କାମନାକୁ ପୁରାଇବ ଗୁଣି କୁହ ମୋର ଅନୁରୋଧ ରକ୍ଷିଣ ଜନନୀ। ମାତା ତାକୁ କିଛି ସୁଦ୍ଧା ନ କହିଣ ପୁଣି ନୀରବ ରହିଲେ ଜାଣ ପୁଣି ଠାକୁରାଣୀ। ତ୍ରୟୋଦଶ ଶୁକ୍ରବାରେ ଲୀଳାବତୀ ଯାଇ ଦେବୀଙ୍କ ପାଦରେ ବସି କ୍ରନ୍ଦନ କରଇ। ମହାଦେବୀ ଶୁଣି ତାର କ୍ରନ୍ଦନକୁ ପୁଣ ରାତ୍ରି ସପନେ ଦର୍ଶନ ଆସେ ତତ୍କ୍ଷଣ। ସଜ ହୋଇ ଗଲେ ଜାଣ ଗଣେଶ ନନ୍ଦିନୀ ନିତିଦିନ ପରି ଲୀଳା ଘରେ କଲା ପୁଣି। ପ୍ରତି ଶୁକ୍ରବାର ଦିନ ସୋଲାଉ ଗୁଡ଼ ଭକ୍ଷଣ କରଇ ଜାଣ ଯେଉଁ ପ୍ରକାର। ସେଦିନ ତାହାକୁ ଖାଇ ବୋଇଲା ଯେ ବାଣୀ ସଢ଼େଇରେ ଆଣି ମୁଣ୍ଡେ ଦିଅ ମୋତେ ପାଣି। ସାଧବାଣୀ ଲୀଳା ପାଶେ ପାଣି ଆଣି ଦେଲା ଆନନ୍ଦ ମନରେ ତାକୁ ସେ ସବୁ ପିଇଲା। ଶେଷ କରି ଘର କାମ ବିଶ୍ରାମ କରଣେ ଶଯ୍ୟାପାତି ଶୋଇଗଲା ଜାଣଟି ଶୟନେ। ଏହା ଦେଖି ମହାମାଇ ଲୀଳାର ଘଟରେ ରହିଥିଲେ ବହୁ କାଳୁ ସୁଖେ ବାହାରିଲେ। ସ୍ୱପ୍ନରେ ଲୀଳାର ପାଶେ ଗମନ କରିଣ ଲୀଳାବତୀ ନାମ ଧରି ଡାକିଲେ ତତ୍କ୍ଷଣ। ଡାକିବାରୁ ସ୍ୱପ୍ନାବିଷ୍ଟ ଚିତ୍ତେ ଲୀଳାବତୀ ଉଠେଣ ଦେବୀଙ୍କ ପାଦେ ଢାଳିଲା ପ୍ରଣତି। ତହୁଁ ଗଣନାଥ ସୁତା ସ୍ମିତ ହାସ୍ୟ କରି ବୋଇଲେ ଲୋ ଲୀଳା ଦୁଃଖ ଦିଅ ତୃପା ସୋରି। ଯେଉଁପରି ସ୍ୱାମୀ ତୋର ଆସିବ ଏଠାକୁ ସେହିପରି ସୁବ୍ୟବସ୍ଥା କରୁଅଛୁ ତାକୁ। ମୋର କଥା ମାନେ କାଲି ଠାରୁ ତୁ ହି ଜାଣ 1 2 ଗୋଟି ପତ୍ର ପଠାଓଲୋ ପୁଣ। ତା ସହିତ ସ୍ୱାମୀ ତୋର ବିଶ୍ୱାସ ନ ଯିବ ବଣରୁ କାଠ କାଟିବା କଥା ନ ଜାଣିବ। ତେଣୁ କରି ମନ୍ଦିରର ପାଶେ ମଧ୍ୟରେ 1 ଗୋଛା କାଠ ରଖି ଆସିବ ଚିରେ। ସ୍ୱାମୀ ତୋର ପଥ ଶ୍ରାନ୍ତ ହୋଇବାରୁ ଜାଣ ମନ୍ଦିରେ ମୋହର ରାନ୍ଧି ଖାଇବଟି ଅନ୍ନ। ଆନ କଥା ସବୁ ମୁହିଁ କରୁଅଛି ସତ୍ୟ କାଲିଠାରୁ ପତ୍ର ଲେଖି ପଠାଅ ତୁରିତ। ତହୁଁ ଲୀଳା ପରଦିନ ପ୍ରଭାତେ ଉଠିଣ ମନ ମଧ୍ୟ ସ୍ୱପ୍ନ କଥା ଗଲା ଯେ ଭାବିଣ। ତାଉ ତାରୁ ସ୍ୱାମୀ ପାଶେ ଚିଟାଉ ଲେଖିଲା ଗୃହକର୍ମ ଶେଷ କରି ବନସ୍ଥକୁ ଗଲା। ଆଗମନ କାଳେ ସେହି ମନ୍ଦିର ପାଶରେ କାଠ ଗୋଛା ରଖି 1 ଆସିଲା ସତରେ। ଏହାପରେ ହେଲା କିସ ଶୁଣ ମନ ଦେଇ ଚନ୍ଦ୍ରଶେଖର ସର୍ବଦା ଦେବୀଙ୍କୁ ଭଜଇ।